କିରେ ତମେ ଦିଟା ବୁଲୁଛ ସକାଳୁ ଜାଲ ଆଇଲେ ଏଠି ପକାନ୍ତେନି? ନାଇଁ ମାଛ କଣ ଅଛନ୍ତି ଆଉ ଦେଶୀ ମାଛ ଖାଲି ଅଛନ୍ତି ଗଡିଶା ହଁ ଲାଜ ନାଇଁ ଲାଗୁନି। ଅଛନ୍ତି ଯେ କିନ୍ତୁ ମାଧବ ମଉସା ହଁ ସେ ମାଛ ଖାଇ ହବନି ଖାଇ ହବନି ନା କାଇଁ? ଏ ସକାଳ ହେଲେ ଆମର ଯୋଉ ସାଇ ସାରା ମାଇବେ ଏଇଠି ଆସି ପାଣି ସାରୁଛନ୍ତି ଖାଲି ହେଇ। ସେତିକି ନୁହଁ ସେତିକି ଯେତିକ ଘୁ କନା ଆଉ ତ କୁଆଡେ ପାଣି ନାହିଁ ଏଇ ନାଳରେ ଯୋଉ ପାଣି ଆଉଛି ସେଇଠି ଦଉଛନ୍ତି ଆଉ ଘରେ ତ ଧୋଇବାନି ଲାଟ୍ରିନରେ ଏଇଠି ଆଣିକି ସେ ଘୁ କନାକୁ ଦଉଛନ୍ତି ତମେ ଯଦି କହିବ ତମ ପାଇଁ ଦିଟା ହଁ ତମେ ଯଦି ଖାଇବ ଆମେ ଚୁନା ମାଛ ଧରିକି ନାଇଁ 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 ବାବା ମୋର ଆଉ ଦରକାର ନାହିଁ। ତମେ ଯୋଉ ଭିଟାମିନ କଥା କହିଲଣି ମୋର ଦରକାର ନାହିଁ। ଦେଶୀ ଏ ଭିଟାମିନ ଗୁଲି କଡାଇଲେ ବୁଲି କଣ ହେଇଛି ଭାଇ ମୁଁ ଆଉ ଘରେ ରହିବିନି। ଘରେ ରହିବୁନୁ ଆଉ ବାବା ହେଇଯାଉନୁ ମନ୍ଦିରରେ ରହିବୁ କଣ ଲାଗିବ ତୋର ମୁଁ ଯେତେବେଳେ ବାହା ହେଇନଥିଲି ହଁ ମୁଁ ଭାବୁଥିଲି ବାପା ସଦାବେଳେ ବୋଉ ସାଙ୍ଗେ ଝଗଡା କରେ। ଆଉ ଏବେ ମୁଁ ଯେତେବେଳେ ବାହା ହେଇଗଲି ମୁଁ ଭାବୁଛି ବୋଉ ସଦାବେଳେ ବାପାକୁ ଝଗଡା କରେ। ଦେଖିଲୁ ବାହା ହେଲୁ ବୋଲି ଏତିକ ଜାଣିଲୁ ବାହା ନ ହେଇଥିଲେ କଣ ଏଇ କଥା ଜାଣିପାରିଥାନ୍ତୁ ନା ତୁ ସେମିତି ଭାବିଥାନ୍ତୁ ଯେ ବାପା ସବୁବେଳେ ଭୁଲ ବୋଉ ସବୁବେଳେ ଠିକ ହଁ ବାହା ହେଲୁ ଏବେ ଜାଣିଲୁ ନାଇଁ ନାଇଁ ବାପା ଠିକ ବୋଉ ଭୁଲ ହେଲା ହଁ ଆଉ ତୁ ଆଙ୍କୁ କଣ କହିବୁ ଏମାନେ ବାହା ହେବେ ନା ହେବେନି ଏମାନେ ବାହା ହେବେନି ଏ ଆମେ ମାଧ୍ୟମଟା ଷଣ୍ଢ ସବୁ ହବୁ ହଉ ହୁଅ ଷଣ୍ଢ ହବ ଏଇ ଯୋଉ ଦେଖୁଛ ଯୋଉ ବର୍ତ୍ତମାନ ଧାନ କିଆରେ ଯୋଉ ଷଣ୍ଢ ବୋଉ ସନ୍ଧ୍ୟା ବେଳକୁ ଯୋଉ ମାଡ ହଉଛି ଦେଖୁଥିବ ସେଇ ହିସାବରେ ଦେଖିକିରି ଭାବିକି ତମେ ସିଏ ତ କହିବ ବାହା ଷଣ୍ଢ ହେଇକି ହବ। ଯାହା ସବୁ ଜାଣି ସାରିଲାଣି ଆଉ କଣ ବାହା ହବୁ? ହଉ ଯିବା ଚାଲ 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 ହଉ ଚାଲ।